ରାଉରକେଲାରେ ଜାତୀୟ ପ୍ରେସ୍ ଦିବସ ପାଳିତ। ରାଉରକେଲାରେ ଜାତୀୟ ପ୍ରେସ୍ ଦିବସ ଆଜି ଅର୍ଥାତ୍ 16 ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ଦିନ ଭାରତୀୟ ଗଣମାଧ୍ୟମ ପରିଷଦ ବା ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ଗଠିତ ହୋଇଥିବାରୁ ଏହି ଦିନଟିକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଉରକେଲାଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଉଦିତନଗର ସ୍ଥିତ ITDA ସମ୍ମିଳନୀ କକ୍ଷରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ RMC ରାଉରକେଲାର ଜଏଣ୍ଟ କମିଶନର ପଲ୍ଲବୀ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ଗଣମାଧ୍ୟମ ସର୍ବଦା ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିଥାଏ। ତେଣୁ ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଓ ପାରସ୍ପରିକ ସହଯୋଗ ସ୍ଥାପନା ନିମନ୍ତେ ସେ ଆହ୍ୱାନ ଦେବା ସହିତ କହିଲେ ଯେ ସାମ୍ବାଦିକମାନେ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ଉଚିତ। ଏହାଦ୍ୱାରା ସମାଜର ପ୍ରକୃତ ଛବି ଲୋକଙ୍କ ନିକଟରେ ପହଞ୍ଚି ପାରିବ। ସମ୍ମାନିତ ଅତିଥି ଭାବେ ପାନପୋଷ ଉପଖଣ୍ଡ କୃଷି ଅଧିକାରୀ ଜି ଜୟନ୍ ଯୋଗଦେଇ ପ୍ରେସ୍ ଦିବସରେ ଉପସ୍ଥିତ ସମସ୍ତ ସାମ୍ବାଦିକମାନଙ୍କୁ ନିଜର ଶୁଭେଚ୍ଛା ଜଣାଇବା ସହିତ ଆସନ୍ତା 20ରୁ 22 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା କୃଷି ଯନ୍ତ୍ରପାତି ମେଳା ସମ୍ପର୍କରେ ପ୍ରଚାର ଓ ପ୍ରସାର ନିମନ୍ତେ ଅନୁରୋଧ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାମ୍ବାଦିକ ମହେନ୍ଦ୍ର ମିଶ୍ର ସଂଯୋଜନା କରିଥିଲେ। DIPRO ଶ୍ରୀମତୀ ଏକା ତାଙ୍କ ବକ୍ତବ୍ୟରେ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସମ୍ପର୍କରେ ସୂଚନା ଦେବା ସହ ସାମ୍ବାଦିକମାନେ ପ୍ରଶାସନ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଅନୁରୋଧ କରିଥିଲେ। ଜାତୀୟ ପ୍ରେସ୍ ଦିବସରେ ବିଷୟବସ୍ତୁ ଗଣମାଧ୍ୟମର ପରିବର୍ତ୍ତିର ସ୍ୱରୂପ ଶୀର୍ଷକ ଆଲୋଚନା ଚକ୍ରରେ ସାମ୍ବାଦିକ ସର୍ବଶ୍ରୀ ଦେବବ୍ରତ ପଟ୍ଟନାୟକ, ନିଗମାନନ୍ଦ ଦାସ, ସତ୍ୟାନନ୍ଦ ବେହେରା, ଚିତ୍ତରଞ୍ଜନ ବ୍ରହ୍ମା, ପବନ ତିୱାରୀ, ବିବେକାନନ୍ଦ ଦାସ ପ୍ରମୁଖ ନିଜ ନିଜର ଅନୁଭୂତି ଓ ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଥିଲେ। ବକ୍ତାମାନେ ସମ୍ବାଦପତ୍ର ଓ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହିତ ସେ ଦିଗରେ ସମସ୍ତେ ଯତ୍ନବାନ ହେବାକୁ କହିଥିଲେ। ସାମ୍ପ୍ରତିକ ସମୟରେ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନର ଅଭିବୃଦ୍ଧି ସହିତ ଗଣମାଧ୍ୟମର ସ୍ୱରୂପ ପରିବର୍ତ୍ତନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ବଣାଇ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ ସମ୍ବାଦପତ୍ର ସମ୍ବଳିତ ଏକ ପ୍ରଦର୍ଶନର ଆୟୋଜନ କରାଯାଇଥିଲା। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରାୟ 50ଟି ସମ୍ବାଦପତ୍ର ଓ ପତ୍ରିକା ସ୍ଥାନ ପାଇଥିଲା। ଏହି କାର୍ଯ୍ୟକ୍ରମରେ ଲୋକସମ୍ପର୍କ ବିଭାଗର ସୁନନ୍ଦା ଦତ୍ତ, ସୌମ୍ୟରଞ୍ଜନ ପରିଡ଼ା, ପ୍ରଦୀପ ମଲ୍ଲିକ, ଭୂମା ଅହିର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଓ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସାମ୍ବାଦିକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।